ଜୟ ଜଗନ୍ନାଥ। ଏକ ସୁନ୍ଦର କାହାଣୀ ଆପଣମାନଙ୍କୁ କହିବାକୁ ଯାଉଛି। ସାଧାରଣତଃ ଗହଳ ଜଳିରୁ ଶାନ୍ତି ପାଇବା ପାଇଁ ଯେତେବେଳେ ମଣିଷ ଏକୁଟିଆ ରହିବାକୁ ସ୍ଥାନ ଖୋଜେ ଏବଂ ତାକୁ ମିଳିଯାଏ, ସେତେବେଳେ ତା ମନକୁ ବିଭିନ୍ନ ପ୍ରକାର ଖରାପ ଚିନ୍ତାଧାରା ଆସିଥାଏ। ତା ମନ ଭିତରେ ଜନ୍ମ ମଧ୍ୟ ନେଇଥାଏ। ମଣିଷର ପ୍ରକୃତି ଏଭଳି, ସେ ବିଭିନ୍ନ ପ୍ରକାର ଖରାପ କଥା ଚିନ୍ତା କରିଥାଏ। କେମିତି ନିଜ ଲକ୍ଷ୍ୟ ପ୍ରାପ୍ତି କରିବା କଥା ନ ଭାବେ ଯଦି ମୋ ଲକ୍ଷ୍ୟ ପ୍ରାପ୍ତି ନ ହୁଏ ତାହେଲେ ମୁଁ କରିବି କ'ଣ? ଏଇଭଳି ଚିନ୍ତାଧାରା ପାଇଁ ଏ ମଣିଷ ଡରି ଡରି ବଞ୍ଚିଥାଏ। ଯଦି ପୁରା ବୁଦ୍ଧିମାନର ସହିତ ଏବଂ ସତର୍କତାର ସହିତ ଯଦି ଆମେ ନ ବୁଝିପାରିବା, ତାହେଲେ ଏହି ଡର ଦ୍ୱାରା ଆମର କ୍ଷତି ହୋଇଥାଏ। ଏମିତିକା ମଣିଷ ଯେ ନିଜ ଉପରେ ସନ୍ଦେହ କରିଥାଏ, ସେ ବା କେମିତି ସଫଳ ହୋଇପାରିବ? ଯଦି ବୁଦ୍ଧିମାନ ଏବଂ ଚତୁରତାର ସହିତ ଏହି ଡରକୁ ଉପଯୋଗୀ କରାଯାଏ, ତାହେଲେ ଏହି ଡର ଆମର ବଳ ବା ତାକତ ହୋଇଥାଏ। ଯଦି ନିଜ ଭିତରେ ଥରେ ବିଶ୍ୱାସ କରିଥାନ୍ତା କି ତାର ଡର ଭିତରେ ତାର ବଳ ଏବଂ ତାକତ ଲୁଚି ରହିଛି ବୋଲି, ଏହିଭଳି ଗୋଟେ ସନ୍ନ୍ୟାସୀ ନିଜକୁ ନିଜେ କହି ପକାଇଲା। ଠିକ୍ ସେହି ସମୟରେ ଜଙ୍ଗଲ ରାସ୍ତା ଦେଇ ଗୋଟାଏ ବିଲୁଆ ଯାଉଥିଲା। ସନ୍ନ୍ୟାସୀର ଏପରି କଥା କିଛି ବୁଝିପାରିଲା ନାହିଁ। ବିଲୁଆଟି ଭାବୁଥାଏ, ଆରେ ଡରରୁ କେମିତି ଆମକୁ ବଳ ବା ତାକତ ମିଳିବ? ଡର ତ ଲୋକଙ୍କୁ ଦୁର୍ବଳ କରିଥାଏ। ଏଇଭଳି ପ୍ରଶ୍ନ ଯେତେବେଳେ ବିଲୁଆ ମନ ଭିତରେ ଉଙ୍କି ମାରିଲା, ସେ ଆଉ ମୁହଁ ବନ୍ଦ କରି ରହିପାରିଲା ନାହିଁ। କହିଲା, କ'ଣ ଓଲଟା କଥାବାର୍ତ୍ତା କରୁଛନ୍ତି ସନ୍ନ୍ୟାସୀ? ଡର ମଣିଷକୁ ତାକତ କେମିତି ଦେଇଥାଏ? ଡର ତ ମଣିଷକୁ ଦୁର୍ବଳ କରିଥାଏ। ଡରକୁ ତ ନିଜଠାରୁ ଅଲଗା କରିବା କଥା। ବିଲୁଆଟି ତାର କଥା ଶେଷ କରିବାକୁ ଯାଉଛି, ଏହି ସମୟରେ ଜଙ୍ଗଲରୁ ସିଂହ ରଡ଼ିର ଶବ୍ଦ ଶୁଭିଲା। ସିଂହର ରଡ଼ି ଶୁଣି ବିଲୁଆ ଭୟରେ ଥରିବାକୁ ଲାଗିଲା। ଭୟରେ ତାର ରୁମ ଏବଂ କାନ ଛିଡ଼ା ହୋଇଗଲା। ଜଙ୍ଗଲରୁ ଆସୁଥିବା ରଡ଼ି ତାକୁ ସଫା ଶୁଣା ଯାଉଥିଲା। ବିଲୁଆଟି ସେଇଠି ନିସ୍ତବ୍ଧ ଭାବରେ ଛିଡ଼ା ହୋଇଗଲା। ବିଲୁଆଟିର ଆଗକୁ ଯିବା ପାଇଁ ଆଉ ପାଦ ଉଠିଲା ନାହିଁ। ବିଲୁଆକୁ ଜଣାଥିଲା, ତାର ଟିକେ ଅସାବଧାନତାରେ ତାର ଜୀବନ ଯାଇପାରେ। ତାର ହୃଦୟ ବହୁତ ଜୋର ଥରୁଥାଏ। କିଛି ସମୟ ପରେ ଯେତେବେଳେ ସିଂହ ରଡ଼ି ବନ୍ଦ ହୋଇଗଲା ଏବଂ ବିଲୁଆ ଉପରୁ ବିପଦ ହଟିଗଲା, ସେଉଠୁ ସନ୍ନ୍ୟାସୀ ଜଣକ କହିବା ଆରମ୍ଭ କଲେ। କହିଲେ, ବିଲୁଆ, ତୁମେ ଯେତେବେଳେ ସିଂହର ରଡ଼ି ଶୁଣିଲ, ବର୍ତ୍ତମାନ ଡରି ଯାଇଥିଲ। ତୁମର ସମସ୍ତ ଅଙ୍ଗ ଥରୁଥିଲା, ରୁମ ତୁମର ଟାଙ୍କୁରି ପଡ଼ିଥିଲା, ଆଉ ଜଙ୍ଗଲରୁ ଆସୁଥିବା ଛୋଟ ଛୋଟ ଶବ୍ଦରେ ମଧ୍ୟ ତୁମର ଧ୍ୟାନ ଥିଲା। ଏଇଭଳି ତୁମ ମନର ଡର ପାଇଁ ତୁମେ ପୁରା ହୋସରେ ଥିଲ। ଏହା ପୂର୍ବରୁ ଯେତେବେଳେ ତୁମେ ସିଂହ ରଡ଼ି ଶୁଣିନଥିଲ, ସେତେବେଳେ ତୁମେ ଚିନ୍ତା ଏବଂ ବିଚାର ଭିତରେ ବୁଡ଼ି ରହିଥିଲ। ଯେମିତି ସିଂହ ରଡ଼ି ଶୁଣିଲ, ତୁମର ବିଚାର ଏବଂ ଚିନ୍ତା କୁଆଡ଼େ ଉଭେଇଗଲା। ତୁମେ ବର୍ତ୍ତମାନରେ ଆସି ପହଞ୍ଚିଗଲ। ଯଦି ତୁମକୁ ସିଂହଠାରୁ ଜୀବନ ବଞ୍ଚାଇବାକୁ ହୋଇଥାନ୍ତା କିମ୍ବା ଲୁଚିବାକୁ ପଡ଼ିଥାନ୍ତା, ତାହେଲେ ତୁମ ଶରୀରର କ୍ଷମତା ବା ତାକତ ଦେଖିବାକୁ ମିଳିଥାନ୍ତା। କେବେ ବି ଆଜି ପର୍ଯ୍ୟନ୍ତ ଅନୁଭବ କରିନଥିବ। ଯେତେବେଳେ ତୁମକୁ ଗୋଟେ କୁକୁର ଗୋଡ଼ାଏ, ସେତେବେଳେ ତୁମର ଦୌଡ଼ିବାର ବେଗ ସାଧାରଣ ଦୌଡ଼ିବା ଠାରୁ ଅଧିକ ହୋଇଥାଏ। ସାଧାରଣ ଜୀବନରେ ତୁମେ ଏତେ ଜୋର ଦୌଡ଼ି ପାରିବନି ଯେମିତି କୁକୁର ଗୋଡ଼ାଇଲେ ଦୌଡ଼ିବ। ଏହାକୁ ତାକତ ଏବଂ ବଳ ମଧ୍ୟ କହିବା। ଏହା ଶରୀରରୁ ଦେଖିବାକୁ ମିଳିଥାଏ। ଯେତେବେଳେ ଆମ ମନ ଡରି ଯାଇଥାଏ, ସେହି ପରିସ୍ଥିତିରେ ଆମ ବ୍ରେନ୍ ଏବଂ ଆମ ଶରୀରର ବୃହତ୍ତମ ସ୍ତରରେ କାମ କରିଥାଏ, ଯାହା ତୁମେ ସାଧାରଣ ଜୀବନରେ କରିପାରିବନି। ଡରେଇକି କରାଯାଇପାରେ। ଯେଉଁଠାରେ ତୁମକୁ ଡରର ଅନୁଭବ ହୋଇଥାଏ, ସେଇଠି ତୁମର ଇନ୍ଦ୍ରିୟ ଗୁଡ଼ିକ ସମ୍ପୂର୍ଣ୍ଣ ସତେଜ ହୋଇଥାନ୍ତି। ତୁମ କାନର ଶୁଣିବା ଶକ୍ତି ବଢ଼ିଥାଏ, ତୁମର ଦୃଷ୍ଟି ଶକ୍ତି ଏକ ହୋଇଯାଇଥାଏ। ଆଉ ଯେତେବେଳେ ତୁମ ଡର ଚାଲିଯାଏ, ଧୀରେ ଧୀରେ ପୁଣି ତୁମେ ସୁପ୍ତ ଅବସ୍ଥାକୁ ଫେରିଆସ।
ତୁମର ଇନ୍ଦ୍ରିୟ ଗୁଡ଼ିକ ବିଶ୍ରାମ ସ୍ଥିତିରେ ପହଞ୍ଚି ଯାଆନ୍ତି। ପରୀକ୍ଷାର ଗୋଟାଏ ଦିନ ଆଗରୁ ପାଠ ମନେ ରଖିବାର ଯେଉଁ ଗତି ସାଧାରଣ ମନେ ରଖିବା ଗତିଠାରୁ ବହୁତ ଗୁଣରେ ଅଧିକ। ଥରେ ମନେ ରଖିଥିବା ପାଠ ପରୀକ୍ଷାରେ ମନେ ପଡ଼ିଯାଇଥାଏ। ତୁମେ ଜାଣିଛ, ଏହିସବୁ ପରୀକ୍ଷାର ଡରର ପ୍ରଭାବରେ ହିଁ ସମ୍ଭବ ହୋଇଥାଏ। ସେଥିପାଇଁ ଡରକୁ ଦୂର କରିବା ବଦଳରେ ମଣିଷକୁ ଏ ଚିନ୍ତା କରିବା ଦରକାର, ଏ ଡରକୁ କେମିତି ତାକତ ରୂପେ ତିଆରି କରିବ। ଯେମିତି ସୁଖ ଦୁଃଖ, ଅନ୍ଧାର ଆଲୁଅ ଗୋଟାଏ ମୁଦ୍ରାର ଦୁଇ ପାର୍ଶ୍ୱ, ଠିକ୍ ସେହିପରି ଡର ଏବଂ ତାକତ ମଧ୍ୟ ଗୋଟାଏ ମୁଦ୍ରାର ଦୁଇ ପାର୍ଶ୍ୱ। ଯେମିତି ଅନ୍ଧାର ବିନା ଆଲୋକର କୌଣସି ମହତ୍ତ୍ୱ ନଥାଏ, ଦୁଃଖ ବିନା ସୁଖର କୌଣସି ଆନନ୍ଦର ଅନୁଭବ ନଥାଏ, ସେହିଭଳି ଡର ବିନା ତାକତର କୌଣସି ମହତ୍ତ୍ୱ ନଥାଏ। ଏ କଥା ଶୁଣି ବିଲୁଆ ତା ମନକୁ ଟିକେ ପାଇଲା। ଏ କଥା ଶୁଣି ବିଲୁଆଟି ସନ୍ନ୍ୟାସୀ ଆଗରେ ନତମସ୍ତକ ହୋଇଗଲା ଏବଂ ପାଦ ତଳେ ପଡ଼ିଗଲା। କହିଲା, ମହାତ୍ମା, ଅନ୍ଧାରକୁ ସିନା ଦୀପ ଦ୍ୱାରା ଆଲୋକିତ କରାଯାଇପାରିବ, କିନ୍ତୁ ଆମର ଡରକୁ ଶକ୍ତି ବା ତାକତରେ କେମିତି ପରିଣତ କରିପାରିବା? ଏଥିପାଇଁ ଯାହା ଉପାୟ ଅଛି ମୋତେ କୁହନ୍ତୁ ସନ୍ନ୍ୟାସୀ। ଏହା ଶୁଣି ସନ୍ନ୍ୟାସୀ କହିଲେ, ତାହେଲେ ଶୁଣ। ଡର ଦୁଇ ପ୍ରକାର ହୋଇଥାଏ। ପ୍ରଥମଟି ହେଉଛି ମାନସିକ ଡର ଏବଂ ଦ୍ୱିତୀୟଟି ହେଉଛି ଶାରୀରିକ ଡର। ତାପରେ ସନ୍ନ୍ୟାସୀ ବିଲୁଆକୁ ବୁଝାଇ କହିଲେ, ଧରିନିଅ ତୁମେ ଜଙ୍ଗଲ ଦେଇ ଯାଉଛ। ଅଚାନକ ତୁମ ମନ ଭିତରେ ସିଂହର ଭୟ ଆସିଗଲା। ତୁମ ସମ୍ମୁଖକୁ ସିଂହ ଆସିନାହିଁ, କିନ୍ତୁ ତାର ରଡ଼ି ତୁମକୁ ଶୁଣାଯାଉଛି। ସିଂହ ତୁମ ପାଖରେ ନାହିଁ, କିନ୍ତୁ ସିଂହର ରଡ଼ି ତୁମକୁ ଭୟଭୀତ କରାଉଛି। ବର୍ତ୍ତମାନ ତୁମର ଗୋଟାଏ ଗୋଟାଏ ପାଦ ଆଗକୁ ବଢ଼ିବା ପାଇଁ ବହୁତ ସତର୍କତା ଅବଲମ୍ବନ କରିବ। ତୁମ ମନ ଭିତରେ ଏ ବିଚାର ଆସିଯିବ କି ସିଂହ ଆସି ନ ଯାଉ, କିନ୍ତୁ ସିଂହ ନାହିଁ। ତୁମ ମନ ଭିତରେ ଇଏ ଗୋଟେ କଳ୍ପନା। ଏଇଭଳି ମଣିଷ ଅତୀତ ଏବଂ ବର୍ତ୍ତମାନ ଚିନ୍ତାରେ ବୁଡ଼ି ରହୁଛି। ସେ ମାନସିକ ଡରର ଶିକାର ହୋଇଥାଏ। ଏଇଭଳି ଅସୁବିଧା ଚିନ୍ତାଧାରାରେ ସେ ଜିତିବା ପାଇଁ ମଧ୍ୟ ନିର୍ଣ୍ଣୟ ନେଇଥାଏ। ଦେଖିବ, ବହୁତ ଲୋକ ପୁରା ବିଶ୍ୱାସ ସହିତ ନିର୍ଣ୍ଣୟ କରିପାରନ୍ତି ନାହିଁ ବା ଜିତିବେ ବା କେମିତି। ସେ ମାନସିକ ଡରରେ ଶିକାର ହୋଇଥାଏ। ଏହିଭଳି ଅସୁବିଧାରେ ସେ ଜିତିବା ପାଇଁ ନିର୍ଣ୍ଣୟ ନେଇଥାଏ। ଦେଖିବ, ବହୁତ ଲୋକ ପୁରା ବିଶ୍ୱାସର ସହିତ ନିର୍ଣ୍ଣୟ କରିପାରନ୍ତି ନାହିଁ। ସେ ଜିତିବ କି ହାରିବ, ଏ ଅଧା ମନରେ କରୁଥିବା କାମ ମଣିଷର କେବେ ପୂରା ହୁଏ ନାହିଁ। ହଁ, ଏଇଟା ବି ସତ ଯେ ମଣିଷ ତାର ମାନସିକ ଡର ପାଇଁ ତାର ଯେକୌଣସି କାମ ପାଇଁ ପ୍ରସ୍ତୁତ କରିଥାଏ। ଯଦି ତୁମ ମନ ଭିତରେ ସିଂହର ଡର ନ ଆସିବ, ତାହେଲେ ତୁମେ ସୁରକ୍ଷା ପାଇଁ କୌଣସି ପଦକ୍ଷେପ ନେବ ନାହିଁ। ଯଦି ସିଂହ ଭୟ ଆସିଗଲା, ତାହେଲେ ତୁମେ କୌଣସି ନା କୌଣସି ରାସ୍ତା ବାଛିବା ପାଇଁ ପ୍ରସ୍ତୁତ କରିବ। ସେଥିପାଇଁ ମାନସିକ ଡର ବେକାର ଯାଏ ନାହିଁ। ମାନସିକ ଡର ତୁମର ସୁରକ୍ଷାକୁ ବହୁତ ମଜବୁତ କରିଥାଏ। ସମସ୍ୟା ସେଇଠି ଉତ୍ପତ୍ତି ହୋଇଥାଏ ଯେଉଁଠି ତୁମେ ଚାହିଁଲେ ବି କିଛି କରିପାରିବ ନାହିଁ। ଉଦାହରଣ ଦେବାକୁ ଚାହୁଁଛି, କିଛି ଲୋକ ଚିନ୍ତା କରନ୍ତି ତାଙ୍କୁ ଯେମିତି କୌଣସି ରୋଗ ବ୍ୟାଧି ନ ହେଉ, କୌଣସି ଦୁର୍ଘଟଣା ମଧ୍ୟ ତାଙ୍କ ସହିତ ନ ହେଉ, କେହି ବି ଯେମିତି ତାଙ୍କୁ ଠକି ନ ଦେଉ। କିନ୍ତୁ ଏସବୁ ଘଟଣା ଉପରେ ଏ ମଣିଷ କିଛି କରିପାରିବ ନାହିଁ। ଏହା ମଣିଷ ହାତରେ ନାହିଁ। ଯଦି ଦୁର୍ଘଟଣା ହେବାର କଥା ହେବ, ଯଦି ରୋଗ ବ୍ୟାଧି ଆସିବା କଥା ଆସିବ, ଭଲ ଖାଦ୍ୟ, ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଶାରୀରିକ ଏକ୍ସରସାଇଜ କଲା ପରେ ଯଦି ମଣିଷ ରୋଗାଗ୍ରସ୍ତ ହୋଇଥାଏ, ତାହେଲେ ଏହା କ୍ୟାପାସିଟିର ବାହାରର କଥା। କିନ୍ତୁ ନିଜ ତରଫରୁ ସବୁ ପ୍ରକାର ଚେଷ୍ଟା କରିଥିଲା। ଏଇଟା ତାର ନିଜ ପାଇଁ କର୍ତ୍ତବ୍ୟ ଥିଲା। ଏସବୁରେ କିଏ କ'ଣ କରିପାରିବ? ଯେଉଁ ଘଟଣା ମଣିଷ ଦ୍ୱାରା ଅଟକାଇବା ଅସମ୍ଭବ, ସେଥିରେ ମଧ୍ୟ ସେ ସବୁବେଳେ ଦୁଃଖିତ ରହୁଛି। ସେଥିରେ ତା ମନରେ ସବୁବେଳେ ଭୟ ଭିତରେ ରହୁଛି। ଏଇଭଳି ମାନସିକ ଡର ମଣିଷ ପାଇଁ ପତନର କାରଣ ହୋଇଥାଏ। ଯଦି ଏ ମାନସିକ ଡରକୁ ସତ୍ୟତା ସହିତ ବ୍ୟବହାର କରାଯାଏ, ତାହେଲେ ସେହି ମଣିଷକୁ ବୁଦ୍ଧିମାନ ଏବଂ ଜ୍ଞାନୀ ବୋଲି କହିବା। ଯଦି ଜଣେ ମଣିଷ ତାର ମାନସିକ ଡରକୁ ତାକତରେ ପରିଣତ କରିବାକୁ ଚାହିଁବ, ତାହେଲେ ସେଥିପାଇଁ କିଛି ନିୟମ ଅଛି ଏବଂ ଉପାୟ ମଧ୍ୟ ଅଛି। ପ୍ରଥମ ଉପାୟଟି ହେଲା
ନିଜ ବିଚାର ଉପରେ ଭଲ ଭାବରେ ନିରୀକ୍ଷଣ କରିବା ଦରକାର। ଯଦି ଆମେ ଆମ ଜୀବନର ବିଚାର ଉପରେ ନିରୀକ୍ଷଣ କରିବା ତାହେଲେ ପାଇବା ଅଧିକତର ବିଚାର କାଳ୍ପନିକ ଅଟେ। ସେଥିପାଇଁ ଯେଉଁ ଡର ଜନ୍ମିଥାଏ ତାହା କାଳ୍ପନିକ ଡର ହୋଇଥାଏ। ଅଧିକ ଚିନ୍ତା କରୁଥିବା ଲୋକ ପ୍ରାୟ ନିରର୍ଥକ ଚିନ୍ତା କରିଥାନ୍ତି। ଯେଉଁ କଥାରେ କୌଣସି ମୂଲ୍ୟ ନଥାଏ ସେହି ମୂଲ୍ୟହୀନ ବିଚାର ତାକୁ ବହୁତ ଅସୁବିଧାରେ ପକାଇଥାଏ। ତା ସହିତ ତା ବନ୍ଧୁବାନ୍ଧବ ଏବଂ ତାର ପ୍ରିୟଜନମାନଙ୍କୁ ମଧ୍ୟ ଅସୁବିଧାରେ ପକାଇଥାଏ। ସେଥିପାଇଁ ଅଧିକ ଚିନ୍ତା କରୁଥିବା ଲୋକଙ୍କୁ ବୁଝିବା କଥା କି ମନରେ ଆସୁଥିବା ବହୁତ ବିଚାର ଭିତରୁ କେଉଁଟା ଭଲ ବିଚାର, କେଉଁଟା ଆଉ ଖରାପ ବିଚାର। ଯେଉଁଟା ଖରାପ ବିଚାର ତାକୁ ଦୂର କରିଚାଲ, ଆଉ ଯେଉଁଟା ଭଲ ବିଚାର ଏବଂ ଭଲ ଭାବରେ ତାକୁ ଚିନ୍ତା କର, ତେବେ ଯାଇ ତୁମ ସମସ୍ୟାର ସମାଧାନ ହୋଇପାରିବ। ମାନସିକ ଡରକୁ ଦୂର କରିବା ପାଇଁ ଦ୍ୱିତୀୟ ଉପାୟଟି ହେଉଛି ଡରକୁ ସାମ୍ନା କର। ଏହା ମାନେ ଏଇଆ ନୁହେଁ ଯେ ତୁମେ ସିଂହ ଆଗକୁ ଯାଇ ଛିଡ଼ା ହୋଇଯାଅ ବୋଲି। ଯଦି ତୁମକୁ ଜଙ୍ଗଲରେ ଯିବା ନିହାତି ଦରକାର ତାହେଲେ ପୁରା ସୁରକ୍ଷା ଅବଲମ୍ବନ କରି ଯାଅ। ମଣିଷର ମଧ୍ୟ ସେଇଭଳି ବହୁତ ଡର ଥାଏ, ଯେମିତି ପରୀକ୍ଷା ଡର, ମିଛ କହିବା ଡର, ସତ୍ୟତା ପ୍ରମାଣ ହୋଇଯିବା ଡର, ନିଜ ଲୋକଙ୍କ ଠାରୁ ଦୂର ହୋଇଯିବା ଡର ଏବଂ ଦୁର୍ଘଟଣା ହେବା ଡର। ଯେମିତି ତୁମେ ସମୟ ସହିତ ଏହି ଡରକୁ ସାମ୍ନା କରିବ, ଦେଖିବ ଧୀରେ ଧୀରେ ଏହି ଡର ତୁମ ଜୀବନରୁ ସମାପ୍ତ ହୋଇଯିବ। ଆଉ ଯଦି ତୁମେ ଏ ଡରଠାରୁ ବଞ୍ଚିବା ପାଇଁ ଚେଷ୍ଟା କରିବ ତାହେଲେ ଏହି ଡର ଜୀବନ ସାରା ହଇରାଣ କରିବ ବା କଷ୍ଟ ଦେବ। ଏହି ଡର ସେବେ ଦୂର ହେବ ଯେବେ ଏହାକୁ ତୁମେ ସାମ୍ନା କରିବ। କିଛି ଲୋକଙ୍କୁ ତ କଥା କହିବାକୁ ଡର ଲାଗେ। ସେ ଯେତେ ଖୋଲିକରି ଲୋକଙ୍କ ସହିତ କଥା ହେବେ ତାଙ୍କର ଏହି ଡର ଧୀରେ ଧୀରେ ତାଙ୍କଠାରୁ ଚାଲିଯିବ। ମାନସିକ ଡରକୁ ତାକତରେ ପରିଣତ କରିବା ପାଇଁ ତୃତୀୟ ଉପାୟଟି ହେଉଛି ନିଜ ଡରକୁ ସ୍ୱୀକାର କରିବା। ବହୁତ ଲୋକ ଅଛନ୍ତି କିନ୍ତୁ ନିଜ ଡରକୁ କେବେ ସ୍ୱୀକାର କରନ୍ତି ନାହିଁ। ଯଦି ତୁମେ ପଚାରିବ ତୁମକୁ କେଉଁଥିରେ ଡର ଲାଗୁଛି ବୋଲି, ସେମାନେ ସଫା ସଫା ମନା କରିଦେବେ, ମୋତେ କୌଣସିଥିରେ ଡର ଲାଗୁନାହିଁ ବୋଲି। ଅନ୍ୟମାନଙ୍କ ଆଗରେ ପ୍ରେଷ୍ଟିଜ୍ ଦେଖାଇବା ପାଇଁ ଏଇଟା ତାଙ୍କ ପାଇଁ ବହୁତ ଭାରି ପଡ଼ିଯାଏ। ଯଦି ନିଜ ଡରକୁ ସ୍ୱୀକାର କରିବା ନ ଶିଖିବେ ତାହେଲେ ଜୀବନ ସାରା ସେହି ଡରରେ ଘାଣ୍ଟି ଚକଟି ହେବେ। ସେଥିପାଇଁ ଡରକୁ ସ୍ୱୀକାର କରିବା ହେଉଛି ବୁଦ୍ଧିମାନର କାମ। ଯଦି କୌଣସିଥିରେ ଡର ଲାଗେ, ଲାଜ ଏବଂ ମନ ସଂକୋଚ କରିବା ଦରକାର ନାହିଁ। ପ୍ରତ୍ୟେକ ମଣିଷଙ୍କୁ କୌଣସି ନା କୌଣସି ଜିନିଷ କିମ୍ବା କାମ ଉପରେ ଡର ଲାଗିଥାଏ। ଯେମିତି ଆପଣ ଡରକୁ ସ୍ୱୀକାର କରିବେ, ଦେଖିବେ ତୁମ ଡର ଶେଷ ହୋଇଯିବ। ଯେତେ ତୁମେ ଡରକୁ ଲୁଚାଇବ ତୁମ ଡର ସେତେ ଶକ୍ତିଶାଳୀ ହୋଇଯିବ। ଯେଉଁଥିରେ ତୁମର ଡର ଅଛି ତାହା ଉପରେ କାମ କର, ଦେଖିବ ତୁମ ଡର ଶକ୍ତି ବା ତାକତ ରୂପେ ତୁମକୁ ସଫଳତା ଦେବ। ମାନସିକ ଡର ବିଷୟରେ ତ ଜାଣିଲେ, ଏବେ ଶାରୀରିକ ଡର ବିଷୟରେ ଜାଣିବା। ମାନିନିଅ ତୁମେ ଜଙ୍ଗଲରେ ଯାଉଛ, ଅଚାନକ ତୁମ ଆଗକୁ ସିଂହ ଆସିଗଲା। ତୁମେ ଆଗରୁ କେବେ ଚିନ୍ତା କରିନଥିଲ ସିଂହ ତୁମ ଆଗକୁ ଆସିବ ବୋଲି। ଆଉ ଯେତେବେଳେ ତୁମ ଆଗକୁ ସିଂହ ଆସିଗଲା ସେତେବେଳେ ତୁମର ଶରୀରର ସମସ୍ତ ଅଙ୍ଗ ଶିଥିଳତା ପାଲଟିଯାଏ। ତୁମର ନିଶ୍ୱାସ ପ୍ରଶ୍ୱାସ ଡରରେ ରହି ରହି ଚାଲେ। ମସ୍ତିଷ୍କ ତୁମର କାମ କରିବା ବନ୍ଦ କରିଦେଇଥାଏ। ଏବେ ମୋ ଆଗରେ ସିଂହ, ମୁଁ କ'ଣ କରିବି? ହୃଦୟ ବହୁତ ଜୋର ତୁମରେ ଥରିଥାଏ। ସେଥିପାଇଁ ଯେତେବେଳେ କିଛି ଅଚାନକ ତୁମ ସହିତ ଘଟିଥାଏ ତାହାକୁ ଆମ ଶରୀର ଅନୁଭବ କରିଥାଏ। ଏହାକୁ ଶାରୀରିକ ଡର କହନ୍ତି। ଏହି ସମୟରେ ଏହି ଶାରୀରିକ ଡରକୁ ଦୂର କରିବା ପାଇଁ କିଛି ଉପାୟ ଅଛି। ପ୍ରଥମେ କ'ଣ କରିବ, ନିଜ ଉପରେ ସଂଯମତା ରକ୍ଷା କରିବ। ଯଦି ମଣିଷ ସହିତ ଏଇଭଳି କିଛି ଘଟେ, ପ୍ରଥମେ ତାର ସଂଯମତା ଭାଙ୍ଗି ଯାଇଥାଏ। ସଂଯମତା ଭାଙ୍ଗିଲେ ତାର ମସ୍ତିଷ୍କ କାମ କରିବା ବନ୍ଦ କରିଦେଇଥାଏ। ସେଥିପାଇଁ ତାର ଭାବିବା ବୁଝିବା ପ୍ରକ୍ରିୟା ବନ୍ଦ ହୋଇଯାଇଥାଏ। ଆମ ଶରୀର ସେଇଭଳି କାମ କରିବ ଆମ ମସ୍ତିଷ୍କ ଯେଉଁଭଳି ଆମକୁ ନିର୍ଦ୍ଦେଶ ଦେବ। ଯଦି ମସ୍ତିଷ୍କର ଭାବିବା ବୁଝିବା ଚିନ୍ତା କରିବା ଶେଷ ହୋଇଯାଏ ତାହେଲେ ଆମ ଶରୀରର ଶିଥିଳତା ଆସିଥାଏ। ଯଦି କଠିନ ସମୟରେ ମଣିଷ ସଂଯମତା ରକ୍ଷା କରେ ତାହେଲେ ତାର ମସ୍ତିଷ୍କ ଭଲ ଭାବରେ କାମ କରିଥାଏ, ଠିକ୍ ନିଷ୍ପତ୍ତି ନେଇଥାଏ।
ଯେଉଁ ପରିସ୍ଥିତିରେ ବି ସେ ପଡ଼ିଥାଉ ସେହି ପରିସ୍ଥିତିରୁ ଶୀଘ୍ର ସହଜରେ ବାହାରକୁ ବାହାରିଥାଏ। ଦ୍ୱିତୀୟ ଉପାୟଟି ହେଉଛି ଏ ଜୀବନରେ କିଛି ବି ହୋଇପାରେ। ଜୀବନ ବଡ଼ ଚମତ୍କାର ଜୀବନ, ତାହା ଆମ ଚିନ୍ତାଧାରା ଉପରେ ଚାଲିନଥାଏ। ସେଥିପାଇଁ କିଛି ବି ହୋଇପାରେ। ଏଇଟା ହେଉଛି ଜୀବନର ସୁନ୍ଦରତା। ଯଦି ଆପଣ ଆଜି ଜାଣିଯିବେ ଆଗାମୀ 10 ବର୍ଷ ଭିତରେ ଆପଣ କ'ଣ କରିପାରିବେ, ତାହେଲେ ଆପଣଙ୍କ ଜୀବନର ଯେଉଁ ରୁଚି ଶେଷ ହୋଇଯିବ। ଯଦି ଏ ଜୀବନ ଗୋଟିଏ ରହସ୍ୟମୟ ପୁସ୍ତକ ଭଳି ରହିବ, ତାହେଲେ ଆପଣ କେବେ ଜୀବନରେ ଥକିବେ ନାହିଁ। ଆପଣଙ୍କ ଜୀବନ ଆପଣଙ୍କୁ ସଦାସର୍ବଦା ଆଶ୍ଚର୍ଯ୍ୟଚକିତ କରିଚାଲିବ। ସେଥିପାଇଁ ଯେଉଁଥିରେ ତୁମର ଡର ଅଛି, ଡରକୁ ଶେଷ କରିବାକୁ ହେଲେ ତାହା ଉପରେ କାମ କର। ଦେଖିବ ସେହି ଡର ତୁମର ତାକତ ହେବ ଏବଂ ତୁମେ ଏହି ଡର ସାହାଯ୍ୟରେ ସଫଳ ହେବ। ମୋର ଆଶା ଏବଂ ବିଶ୍ୱାସ ଭିଡ଼ିଓଟି ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ନିଶ୍ଚୟ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ। କମେଣ୍ଟ କରିବାକୁ ଜମା ଭୁଲିବେନି। ପୁଣି ଏକ ନୂଆ କାହାଣୀ ନେଇ ଉପସ୍ଥିତ ହେବି। ଜୟ ଜଗନ୍ନାଥ।